ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଯାଇଛି। ଆମେ ଆଜି ପହଞ୍ଚୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ କୋଦଳାର 206 ନମ୍ବର ବୁଥରେ। ଆଜି ଦେଖିବା କେମିତି ଲମ୍ବା ଧାଡ଼ିରେ ରହି ଭୋଟରମାନେ ଭୋଟ ଦେବାରେ ଲାଗିଛନ୍ତି। 2,38,075 ଟୋଟାଲ ଭୋଟର, ସେଥିମଧ୍ୟରୁ ମେଲ୍ ଭୋଟର ହେଉଛନ୍ତି 1,24,686। ଏହି ପ୍ରକାର ଲୋକ ବହୁ ଉତ୍ସାହର ସହ ଭୋଟ ଦେବାରେ ଲାଗିଛନ୍ତି। କଣ କହିବେ, ଆଜି ମତଦାନ ଦେବାକୁ ଆସିଛନ୍ତି, କେମିତି ଲାଗୁଛି ମତଦାନ ଦେବା ପାଇଁ? କଣ ମତଦାନ ଦେବାକୁ ବହୁତ ଭଲ ଲାଗିଲା। 5 ବର୍ଷ ପରେ ଆମେ ଭୋଟ ଦେବାକୁ ପୁଣି ଆଗ୍ରହୀ ହେଇଛୁ। କଣ କହିବେ, କେମିତି ଗୋଟେ ପ୍ରାର୍ଥୀ ଚୟନ କରିବେ ଆପଣ ଯିଏ କାମ କରୁଛନ୍ତି? ଆମର ଯିଏକି କାମ କରିବାକୁ ଆମ ନିର୍ବାଚନ ମଣ୍ଡଳୀ ଯେଉଁ ପ୍ରାର୍ଥୀ କାମ କରିବେ ତାକୁ ହିଁ ଆମେ ପସନ୍ଦ କରିକି ଭୋଟଟା ଦେବୁ। କଣ କହିବେ ଆଜ୍ଞା, ଆଜି ମତଦାନ ଦେବା ପାଇଁ ଆସିଛନ୍ତି, ଲମ୍ବା ଧାଡ଼ିରେ ଅଛନ୍ତି, କଣ କହିବେ କେମିତି ଲାଗୁଛି ମତଦାନ ଦେବା ପାଇଁ? ବହୁତ ଉତ୍ସାହ, ବହୁତ ଖୁସି ଲାଗୁଛି। ଆପଣ ଆଉ କେତେ ଥର ଭୋଟ ଦେଲେଣି, କେମିତି ଦେଖୁଛନ୍ତି? ଏବେ 2 ଥର ହେଲା। ଗୋଟେ NS ଇଲେକ୍ସନରେ ଗୋଟେ ଦେଇଥିଲି, ପୁଣି ଥରେ MLA MP ଇଲେକ୍ସନରେ ଦଉଛି। ଲୋକ ଲୋକ ଲମ୍ବା ଧାଡ଼ିରେ ଅଛନ୍ତି, ବର୍ତ୍ତମାନ ସକାଳୁ ସକାଳୁ ଅଛନ୍ତି। ସେଇଟା ବହୁତ ଟିକେ କଷ୍ଟଦାୟକ, ମାତ୍ର ଭୋଟ ଦେବା ପାଇଁ ବହୁତ ଉତ୍ସାହ ଲାଗୁଛି। ଦେଖୁଛନ୍ତି ଲମ୍ବା ଧାଡ଼ିରେ ରହି ବର୍ତ୍ତମାନ ମତଦାନ ଚାଲିଛି। ଖରାକୁ ଖାତିର ନକରି ଲୋକ ବର୍ତ୍ତମାନ ଆସିଛନ୍ତି। ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ନିଶ୍ଚିତ ଭାବରେ ସମାପ୍ତ ହେବ। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ କୋଦଳାରୁ ଲିଙ୍ଗରାଜ ଦାସଙ୍କ ରିପୋର୍ଟ, ନନ୍ଦିଘୋଷ ଟିଭି।